ଖଳାରେ କାରିଗରଙ୍କୁ ସମ୍ମାନିତ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଏବେ ସାରା ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ଏହି ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ତିନି ରଥର କାରିଗରମାନେ ରଥ ତିଆରିକୁ ଆଗେଇ ନେଉଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ମହାରଣା ସେବକ ଓ ଭୋଇ ସେବକଙ୍କ ବଂଶଧର। କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସବୁବେଳେ ସବୁ ସମୟରେ କର୍ମକ୍ଷେତ୍ରରେ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରିଥାଏ। ସେହିପରି ରଥଖଳାରେ ରଥ କାରିଗରମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି। ଆମ କର୍ମ ଆମ ପରିଚୟରେ ବିଶ୍ୱାସ କରୁଥିବା ଏହି ସଂଗଠନ ପୂର୍ବରୁ ଚାଷ କ୍ଷେତ୍ରରେ ଚାଷୀଙ୍କୁ, ଶ୍ରମ କ୍ଷେତ୍ରରେ ଶ୍ରମିକଙ୍କୁ ଓ ସେବା କ୍ଷେତ୍ରରେ ସେବାକାରୀଙ୍କୁ ସମ୍ମାନିତ କରି ଜନସାଧାରଣଙ୍କ ପ୍ରଶଂସା ଭାଜନ ହୋଇଛନ୍ତି। ସେହିପରି ଆଜି ରଥଖଳାରେ ରଥ କାରିଗରମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁଖ୍ୟ ମହାରଣା ସେବକ ବିଜୟ ମହାପାତ୍ର, ନରସିଂହ ମହାପାତ୍ର, ନାରାୟଣ ମହାପାତ୍ର, ସନାତନ ମହାପାତ୍ର, ସୁରେନ୍ଦ୍ର ମହାରଣା, ଶ୍ୟାମସୁନ୍ଦର ମହାରଣା ଓ ଭଗବାନ ମହାରଣା। ମୁଖ୍ୟ ଭୋଇ ସେବକମାନଙ୍କ ମଧ୍ୟରେ କାର୍ତ୍ତିକ ଭୋଇ, ରବି ଭୋଇ, ଧ୍ରୁବ ଭୋଇ, ବିଷ୍ଣୁ ଭୋଇ, ଆଲୋକ ଭୋଇ ଓ ବାପିନା ଭୋଇ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ବନମାଳୀ ବାରିକ ଓ ମନୋଜ ବେହେରା କାର୍ଯ୍ୟ ସମ୍ପାଦନା କରିଥିଲେ। ଏହି ସମ୍ବର୍ଦ୍ଧନାରେ ରଥଶିଳ୍ପୀମାନଙ୍କୁ ଉତ୍ତରୀୟ ସହ ଥଣ୍ଡା ପାଣି ବୋତଲ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦେଖି ଅନେକ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଯଶବନ୍ତ ଜେନାଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।